ଧନହୀନ ହେବାର କାରଣ। ବଳରାମ ଦାସଙ୍କର ରଚିତ ଲକ୍ଷ୍ମୀ ପୁରାଣରେ ସମସ୍ତ ଉକ୍ତି ଗୁଡ଼ିକ ବିଦିତ ରହିଛି। ତ ସେଗୁଡ଼ିକ ହେଉଛି ଗୁରୁବାରରେ ଖଇ ଭାଜିଲେ, ଗୁରୁବାରରେ ଆମିଷ ଭୋଜନ କଲେ, ଗୁରୁବାରରେ ତୁଳା ଭିଡ଼ିଲେ, ଲାଉରେ ଆମିଷ ମିଶାଇ ରାନ୍ଧିଲେ, ଖଟର ଛାୟାରେ ଶୋଇଲେ, ରାତିରେ ଦହି ପିତା ଓ ଆମିଷ ଖାଇଲେ, ଖାଇବା ସମୟରେ ଅନ୍ନ ତଳେ ପକାଇଲେ, ଉଲଗ୍ନ ହୋଇ ଶୟନ କଲେ, ହାତ ପାଦ ମୁହଁ ନ ଧୋଇ ଭୋଜନ କଲେ, ଅମାବାସ୍ୟା ସଂକ୍ରାନ୍ତିରେ ହଳ କଲେ, ଅମାବାସ୍ୟା ସଂକ୍ରାନ୍ତିରେ ତେଲ ଲଗାଇଲେ, ସଭାରେ ବସି ମିଛ କହିଲେ, ଋତୁବତୀ ନାରୀଙ୍କୁ ରମଣ କଲେ, କନ୍ୟା ତୁଳା ମାସରେ ଶ୍ରାଦ୍ଧ ନ ଦେଲେ, ସକାଳ ସନ୍ଧ୍ୟାରେ ଶୟନ କଲେ, ନିଦରୁ ଉଠି ମୁହଁ ନ ଧୋଇଲେ, ବିନା ଆସନରେ ଭୂମି ଉପରେ ବସିଲେ, ଅନ୍ଧାର ଘରେ ଭୋଜନ କଲେ, ପିନ୍ଧା ଲୁଗା କାନିରେ ବିଞ୍ଚି ହେଲେ, ନଖ ମୁନରେ ଭୂମି ବିଦାରିଲେ, ଗୁରୁଜନଙ୍କୁ ଭକ୍ତି ନ କଲେ, ଏହି ସବୁ କାରଣ ଗୁଡ଼ିକ ଯେଉଁ ବ୍ୟକ୍ତିଙ୍କ ନିକଟରେ ରୁହେ ତାଙ୍କଠାରେ ଧନହାନି ହୋଇଥାଏ ଓ ସେ ଦରିଦ୍ର ହୋଇଥାନ୍ତି। ଏସବୁ ହେଉଛି ଧନହୀନ ହେବାର ଲକ୍ଷଣ ବା କାରଣ ଗୁଡ଼ିକ।